ବନ୍ଧୁ କୁଶଳ ଅଛନ୍ତି ତ? ଆପଣ ଚିନ୍ତା କରୁଛନ୍ତି ଯେ ଏ ମାସ କେମିତି ଯିବ। ଆପଣଙ୍କର ମକର ରାଶି, ମକର ଗଣୁନାହାନ୍ତି, ମକର ଆପଣ ଧନୁ ରାଶି। ଆଜି ଧନୁ ଆଲୋଚନା କରିବା ନା ମକର କହୁଛନ୍ତି? ନାଇଁ ନାଇଁ ନାଇଁ, ଆଜି ଆମେ ଧନୁ ଆଲୋଚନା କରିବା। ମକର କାଲିକି ନା, ଧନୁ ମକର କୁମ୍ଭ। ଧନୁ ମକର କୁମ୍ଭ, ଆପଣ ଧନୁ ରାଶି। ଆଜି ଧନୁ ରାଶି ଉପରେ ଆଲୋଚନା କରିବା ଯେ ଡିସେମ୍ବର 16ରୁ ଜାନୁଆରୀ 14 ଯାଏ ଧନୁ ରାଶିର ବ୍ୟକ୍ତିଗଣ କେଉଁ ଭାଗ୍ୟ ଓ କେଉଁ ଭବିଷ୍ୟତକୁ ସ୍ୱାଗତ କରିବେ। ତୃତୀୟ ଶନି, ଧନୁ ମକର କୁମ୍ଭ, ତୃତୀୟ ଶନି, ତ୍ରିଷଡ଼ ଏକାଦଶେ ସୌରୀ, ତ୍ରିଷଡ଼ ଏକାଦଶେ ସୌରୀ, ତୃତୀୟ ଷଷ୍ଠ ଏକାଦଶରେ ଶନି ଥିଲେ। ସର୍ବରିଷ୍ଟଂ ବିନଶ୍ୟତି, ସମସ୍ତ ରିଷ୍ଟକୁ ବିନାଶ କରନ୍ତି। ତେଣୁ କୁମ୍ଭସ୍ଥ ଶନି, ଯିଏକି ଏବେ ସଜବାଜ ହେଲେଣି, ମୀନକୁ ଯିବେ, ସେ ଏଇ ଯିବା ସମୟରେ ଆପଣଙ୍କୁ ଥୋଡ଼େ ଦେଇଯିବେ ଧନ, ସୁଖ, ଶାନ୍ତି। ଆଉ କିଏ ଦେବେ? ଦଶମ କେତୁ, କେତୁ ଏବେ କନ୍ୟାରେ, ସେ କର୍ମ କ୍ଷେତ୍ରରେ ସୁନାମ ଆଣିବେ, ଧନ ଦେବେ, ବନ୍ଧୁ ବି ଦେବେ। ସହଯୋଗର ହାତ ବଢ଼େଇ ଅଚିହ୍ନା ଅପରିଚିତ ବ୍ୟକ୍ତି ଆପଣ ମିତ୍ର ହେବେ। ଶୁକ୍ର ବି ଦେବେ। ଶୁକ୍ର ଦ୍ୱିତୀୟ ସ୍ଥାନରେ, ଧନ ସ୍ଥାନରେ, ସିଏ ଧନ ଦେବେ। ମୋଟାମୋଟି ଭାବରେ ଅନ୍ୟ ଗ୍ରହମାନେ କିଏ କ'ଣ ଦେବେ ସେ କଥା ତ ଆଲୋଚନା କରିବା, କିନ୍ତୁ ମୂଳରୁ ବୁଝିଯିବା। ଆମକୁ ସମ୍ପୂର୍ଣ୍ଣ ଶତକଡ଼ା 100 ସହଯୋଗ କରିବେ ଶନି, ଶତକଡ଼ା 80 ସହଯୋଗ କରିବେ କେତୁ, ଶତକଡ଼ା 60 ସହଯୋଗ କରିବେ ସୁଖ। ଆମ ସୁଖ ଶାନ୍ତି ପାଇଁ, ଆର୍ଥିକ ବିକାଶ ପାଇଁ, ମାନସିକ ଶାନ୍ତି ପାଇଁ, ବନ୍ଧୁ ପ୍ରୀତି ପାଇଁ, ଦାମ୍ପତ୍ୟ ଜୀବନରେ ଏକ ପୁଷ୍ପ ଶଯ୍ୟା ପ୍ରସ୍ତୁତି ପାଇଁ। ଦେଖିବା ଅନ୍ୟ ଗ୍ରହ କିଏ କ'ଣ ଦେବେ। ଗଣକ ଜ୍ୟୋତିଷ କ'ଣ ଏ ବିଷୟରେ କହିଛନ୍ତି, ପଢ଼ିବା, ଶୁଣିବା, ଜାଣିବା, ଆଉ ନିଜର ଆସନ୍ତାକାଲି ପାଇଁ ଯୋଜନା ପ୍ରସ୍ତୁତ କରିବା। ରାହୁଙ୍କ ଅଧୀନସ୍ଥ ଧନୁରାଶି, ସେଇ ଗୁରୁ ତାଙ୍କ ଅଧୀନରେ ଧନୁରାଶି। ଗୁରୁ ବୋଲନ୍ତି ବୃହସ୍ପତି, ଧନୁର ମାଲିକ ହେଲେ ଗୁରୁ ବୃହସ୍ପତି। ତେଣୁ ସେ ଗୁରୁ ଏବେ ବୃଷରେ, ମାନେ ଧନୁଠୁ ଷଷ୍ଠରେ, ଷଷ୍ଠେ କର୍ଣ୍ଣ ନିପାତିତ। ଯେତେବେଳେ କର୍ଣ୍ଣଙ୍କର ଷଷ୍ଠ ବୃହସ୍ପତି ହେଇଥିଲା, ସେତେବେଳେ ତାଙ୍କର ଉପସ୍ଥ ବୁଦ୍ଧି କାମ ଦେଇନଥିଲା। ତେଣୁ ସେ ଏକ ଦ୍ୱନ୍ଦ୍ୱ ଭିତରେ ଫସି ଯାଇଥିଲେ। କିନ୍ତୁ ମରିବା ପୂର୍ବରୁ ସେ ଯେଉଁ ଯଶ କେତନ ଉଡ଼େଇଗଲେ, ସେଭଳି ଯଶ କେତନ କ'ଣ କିଏ କେବେ ଅତୀତରେ ଉଡ଼ାଇଛି? ଷଷ୍ଠ ବୃହସ୍ପତି ସୁଖ ନ ଦେଇପାରନ୍ତି, ଧନ ଦେଇ ନ ପାରନ୍ତି, କିନ୍ତୁ ଯଶ ଦେବେ। ବନ୍ଧୁ ଏବେ ସେ କୃତିକାରେ ଅଛନ୍ତି, 23/12ରେ ରୋହିଣୀକୁ ଯିବେ। ଗୁରୁ ଷଷ୍ଠ ହେଲେ କ'ଣ ହୁଏ ନା, ପୁରୁଣା ରୋଗ ପୁଣି ପୀଡ଼ା ଦେବା ଆରମ୍ଭ କରିଥାଏ। 19କୁ ସେ ଅପମାନ ଦେବେ। କିଏ? ଷଷ୍ଠସ୍ଥ ବୃହସ୍ପତି 19କୁ ଅପମାନ ଦେବେ।
20-21 को ସ୍ଥାନାନ୍ତରିତ କଷ୍ଟ ଦେବେ, ବଦଳି କରାଇବେ। ମଙ୍ଗଳ ଏବେ କର୍କଟରେ ପୁନର୍ବସୁରେ ସେ 4-1-25ରେ ପୁଷ୍ୟାକୁ ଯିବେ। ରୋହିଣୀ ଗଲେ ଯେମିତି ବୃହସ୍ପତି ଖୁସି ହୁଅନ୍ତି, ରୋହିଣୀ ନକ୍ଷତ୍ର ଚନ୍ଦ୍ରଙ୍କର, ସେମିତି ପୁଷ୍ୟା ନକ୍ଷତ୍ର ବି ଚନ୍ଦ୍ରଙ୍କର। ସେଇ ପୁଷ୍ୟାକୁ ମଙ୍ଗଳ ଯିବେ। ବୃହସ୍ପତି ଆଉ ମଙ୍ଗଳ ଉଭୟ ଚନ୍ଦ୍ରଙ୍କର ମିତ୍ର, ତେଣୁ ପୁଷ୍ୟା ଗଲେ ମଙ୍ଗଳ ପ୍ରସନ୍ନ ହେବେ। କିନ୍ତୁ ମଙ୍ଗଳ ଏବେ ଭଲ ଫଳ ଦେବା ପାଇଁ ପ୍ରସ୍ତୁତ ନୁହନ୍ତି। ରୋହିଣୀ ଗଲେ ଗୁରୁ ଯେପରି ଦଣ୍ଡ କୋହଳ କରି ନିଜ ରାଶି ପ୍ରତି ଅନୁକୂଳ ହୁଅନ୍ତି, ପୁଷ୍ୟା ଗଲେ ମଙ୍ଗଳ ସେହିପରି କଲ୍ୟାଣ କରିବେ। ମଙ୍ଗଳ ଅଷ୍ଟମସ୍ଥ ମଙ୍ଗଳ ଭଲ ନୁହନ୍ତି, କାରଣ ଅଷ୍ଟମରେ ଚନ୍ଦ୍ର ବ୍ୟତୀତ ବେଳେବେଳେ ବୁଧ, ସବୁବେଳେ ନୁହଁ, ଅଷ୍ଟମରେ ଚନ୍ଦ୍ର ଏକମାତ୍ର ଗ୍ରହ ଯିଏକି ଶୁଭଫଳ ଦେଇଥାନ୍ତି, ମଙ୍ଗଳ ନୁହନ୍ତି। ତେଣୁ ମୁଣ୍ଡକୁ ଦୁଶ୍ଚିନ୍ତା ଆସିବ, ପାପ ଚିନ୍ତା, ହୀନ ଚିନ୍ତା, କେମିତି ଅନ୍ୟର ଅମଙ୍ଗଳ କରିବା। ଜାଣିଗଲା ପରେ ଯଦି ଆପଣ ଏମିତି ଭୁଲ ଚିନ୍ତା କରିବେ, ପାପ ଚିନ୍ତା କରିବେ, ଅମଙ୍ଗଳ କାମନା କରିବେ, ତାହେଲେ ଆପଣ ତ ଆପଣଙ୍କ ଚଲା ପଥରେ କଣ୍ଟା ବିଛେଇବେ। ସାବଧାନ। କେତୁ କନ୍ୟାରେ ଦଶମରେ କର୍ମସ୍ଥାନରେ ସେ 19-20-21 ପାଇଁ ପୂର୍ଣ୍ଣ ଅଶୁଭ, ଗୁପ୍ତ ଅଙ୍ଗରେ ପୀଡ଼ା ହେବ। କହିଥିଲି 80% ଶୁଭ, ସେ 20% କ'ଣ ଏ ପୀଡ଼ା, ଅଜାଗା ଘା ଦେଖେଇ ହୁଏ ନାହିଁ। ଦଶମସ୍ଥ ଥିବାରୁ କେତୁ, ଦଶମସ୍ଥ ହେତୁ ନୂତନ ବନ୍ଧୁ ଲାଭ ହେବ, କର୍ମ କ୍ଷେତ୍ରରେ ସମ୍ମାନ ମିଳିବ, ହାତକୁ ମୁଠା ଧନ ଆସିବ। ରାଜନୀତି କ୍ଷେତ୍ରରେ କିଛି ବିରୋଧୀ ଆପଣଙ୍କର ଚଲାପଥକୁ କଣ୍ଟକିତ କରିବେ। ଯେହେତୁ କର୍ମ କ୍ଷେତ୍ରରେ କେତୁ ଅଛନ୍ତି, ରାଜନୀତିରେ ଆପଣ ଆଗେଇବେ, ସମ୍ମାନ ବଢ଼ିବ। କିନ୍ତୁ ପରଶ୍ରୀକାତର ଲୋକ କିଛି ଅଛନ୍ତି ନା। ଦ୍ୱାଦଶରେ ବୁଧ ବିଛାରେ ଅଛନ୍ତି, ଅନୁରାଧାରେ, ସେ 3-1-25ରେ ଜ୍ୟେଷ୍ଠାକୁ ଯିବେ। ସେ ଯାଏ ବୁଧ ବିଛା ପାଇଁ ଦ୍ୱାଦଶ ବୁଧ ଶୋକ ସମ୍ବାଦ ଆଣିଥାନ୍ତି। ସେ 4-1-25ରେ ମୂଳାଧନକୁ ଯିବେ, ଜନ୍ମ ହେବେ। ଜନ୍ମ ବୁଦ୍ଧଙ୍କ ଯୋଗୁଁ ସବୁ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ, ଭଲ କାମ ବି ମନ୍ଦ ହେଇଯିବ, ଜେଲ୍ ଯିବା ଭଳି ପରିସ୍ଥିତି ସୃଷ୍ଟି ହେଇପାରେ। ବୁଧ ଏ ମାସରେ ଧନୁ ରାଶି ପାଇଁ ସମ୍ପୂର୍ଣ୍ଣ ଅଶୁଭ, ତେଣୁ ଜଗି ରଖି କଥାବାର୍ତ୍ତା କରନ୍ତୁ, ଭାବିଚିନ୍ତି କାମ କରନ୍ତୁ ଏବଂ ବିଶ୍ୱାସ କରିବା ନ କରିବା ଆଗେ ବିଚାର କରନ୍ତୁ। ଅତି ବିଶ୍ୱସ୍ତକୁ କିଛି କହନ୍ତୁ, ନହେଲେ କାହାକୁ କିଛି କହନ୍ତୁନି, ବୁଧ ଠକିଦେବେ। ରବି ଧନୁରେ ମାସା ସାରା ରବି ଏ ମାସରେ ଜନ୍ମ ହେବେ। ସେ 19କୁ ଲାଭ ଦେବେ, କାହାକୁ? ମୂଳାକୁ। 20-21କୁ ରବି ଦଣ୍ଡ ଦେବେ। ରବି ଜନ୍ମ ହେଲେ ଦୂର ଯାତ୍ରା କରିବାକୁ ପଡ଼ିଥାଏ, ମାନେ 19 ନକ୍ଷତ୍ର ପାଇଁ ରବି ଶୁଭ ଫଳ ଦେବେ। ଶୁକ୍ର ଏବେ ଧନିଷ୍ଠା ମକରରେ, ଧନୁ ପାଇଁ ଧନ ସ୍ଥାନରେ ଶୁକ୍ର ଧନ ଓ ସୁଖ ଉଭୟ ଦେବେ। 28-12ରେ ଧନିଷ୍ଠା କୁମ୍ଭ ଗଲେ ତୃତୀୟ ହେବେ। ତୃତୀୟ ଶୁକ୍ର ହିଁ ସୁଖ ଦେଇଥାନ୍ତି। ଦ୍ୱିତୀୟରେ ଧନ ଦେବେ, ତୃତୀୟରେ ସୁଖ ଦେବେ। ଆଗେ ଧନ ଆସିବ, ତାପରେ ସୁଖ ମିଳିବ। ସୁଖର ସୁବିନିଯୋଗ କଲେ ଶାନ୍ତି ଆସିବ। ଆଉ କ'ଣ? ଶୁକ୍ର ସମ୍ପୂର୍ଣ୍ଣ ଶୁଭ। ଦ୍ୱିତୀୟ ଆଉ ତୃତୀୟ ଶୁକ୍ର ଧନ ଆଉ ସୁଖ ଦେଇ ଆପଣଙ୍କୁ ଆନନ୍ଦିତ କରିବେ। ଚାକିରି କ୍ଷେତ୍ରରେ ସମ୍ମାନ ମିଳିବ, କୃଷକମାନଙ୍କ ପାଇଁ ପୂର୍ଣ୍ଣ ଆଶୀର୍ବାଦ ମିଳିବ, ଆଉ ବ୍ୟବସାୟୀମାନଙ୍କ ପାଇଁ ଲାଭ ହେବ, ଭଲ ଲାଭ ହେବ। ସମସ୍ତ ପ୍ରକାର ବୃତ୍ତିଜୀବୀ ନିଜ ସୁଗୁଣ ଓ ଜ୍ଞାନର ପ୍ରୟୋଗ କରି ବିଶେଷ ଲାଭବାନ ହେବେ। ସୁଖ ସମୃଦ୍ଧି ବୃଦ୍ଧି ହେବ, ଏଥିରେ ସହଯୋଗ କରିବେ ଶୁକ୍ର। ଶନି ଏବେ ଶତବିଶା କୁମ୍ଭରେ, 27-12-24ରେ ପୂର୍ବଭାଦ୍ର କୁମ୍ଭକୁ ଯିବେ। ଧନୁଙ୍କ ପାଇଁ ଶନି ଏବେ ତୃତୀୟ ଶନି ସମସ୍ତ ମଙ୍ଗଳ କାମନା କରିଥାନ୍ତି।
से द्वितीय और तृतीयाधिप शनि मकर अधिपति कुंभर अधिपति तेणु धनु द्वितीय और तृतीय अधिपति द्वितीय और तृतीय अधिपति 19-20 शनि परम सुख देवे परम सुख भूली हेनी बहुत बहुत मात्र 21 असुविधा गुप्त अंगरे किसी पीड़ा हम शनि जोगु सबु क्षेत्र में लाभ हो महिला और विद्यार्थी माने शनि कल्याण निजको धन्य मन करेंगे कारण सेमानंकर मनोवांछित फल मिल छात्र विद्यार्थी माने जो अध्ययन करते सी अनुसार फल पाइबे रिजल्ट भल हम जो मैंने चाहूँ चाकरी चाकरी मिल महिला माने बहुत दिन है द्वंद्व अच्छा धनुराशि महिला माने कथा कोई रोनी एवं किंतु शनि कल्याण करेंगे कथा रखिए सम्मान आदर स्नेह प्रेम इत्यादि इत्यादि मिल शुक्र बस राहु एवं मीन पूर्वभाद्र नक्षत्र में से 12-1-25 उत्तर भाद्र को जी धनु चतुर्थ राहु शोक संवाद आनी था ये मासरे धनु राहु से भल नुहति राहु को संतुष्ट करंतु बुध को भी संतुष्ट करंतु राहु को कला षंढ को कुलारे किसी अरुआ चाउल खाया दिंतु अथवा रात्रि जो रुटी होची से रुटीर प्रथम रुटी को कागज में गुड़े रखु शोला मुहूर्त दे शुंतु सका छिंडेकरी कला कुकुर को दिंतु घरे बिरी पड़तु शनिवार दिन से बिरी डाली कर खातु राहु खुशी हे यदि पारुचंती कौन सी कला ब्राह्मण पाद धोई दिंतु आहार दिंतु राहु सहाय हे बुध को प्रायश्चित विष्णु पूजा विष्णु मंदिर को जातु सेठी भूमिष्ठ प्रणाम करी विष्णु को ध्यान करंतु बुध सहाय हे बुध आ राहु अशुभ फल देवे बृहस्पति अशुभ देवेनी षष्ठ थिले भी से जश देवे मंगल अशुभ देवेनी से पुष्य अच्छा तेणु मंगल हो आप मंगल हो जय हो नमस्कार।